ବହି କହୁଛି ବିଜେଡି ହାରିବା ସତ, ଅଣ ଓଡ଼ିଆ ପ୍ରୀତିର ରହିଛି ହାତ। ସେବେ ସାଇତା ସତ ଆଉ ଏବେ ପୀଡ଼ା। ଦିନେ ଅଣ ଓଡ଼ିଆ ପ୍ରସଙ୍ଗ ଉଠାଇ ଭିକେ ପାଣ୍ଡିଆନଙ୍କୁ ବୁଲେଇ ବଙ୍କେଇ ଟାର୍ଗେଟ କରିଥିବା ଅରୁଣ ସାହୁ ଏଥର ଦଳର ସୁପ୍ରିମୋଙ୍କୁ ବି ଛାଡ଼ି ନଥିବା ଅନୁମାନ କରାଯାଉଛି। ଏବେ ଓଡ଼ିଆ ପଢ଼ି ନ ଆସିବା ଓ ଅନ୍ତରାତ୍ମାକୁ ମାରିଦେଇ ଆନ୍ତର୍ଜାତିକ ସ୍ତରକୁ ଯିବାର ମାନେ କ'ଣ କହି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ମାରିଛନ୍ତି ତେରଛା ବାଣ। ବିଜେଡି କ୍ଷମତାଚ୍ୟୁତ ହେବା ପରେ ନୟାଗଡ଼ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଅରୁଣ କୁମାର ସାହୁ ମାତ୍ର ବର୍ଷକ ବ୍ୟବଧାନରେ ନିଜର ପୁସ୍ତକ ମାଧ୍ୟମରେ ଦଳୀୟ ରାଜନୀତିରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। ବିଧାୟକ ଅରୁଣ ସାହୁଙ୍କ ନୂଆ ପୁସ୍ତକ ପୀଡ଼ା ଉନ୍ମୋଚିତ ହୋଇଛି। ଆଉ ଓଡ଼ିଆ ପଢ଼ି ନ ଆସିବା ଓ ଲେଖି ନ ଆସିବା ଠାରୁ ବଳି ଅପମାନଜନକ କଥା କିଛି ନାହିଁ ବୋଲି ଲେଖି ଅରୁଣ ପରୋକ୍ଷରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କରିଛନ୍ତି। ଆକ୍ଷେପ ସହ ନୂଆପଡ଼ାର ନୋଚା ଲାଖିର ଯନ୍ତ୍ରଣାକୁ ଅବତାରଣ କରି ନବୀନଙ୍କ ଶାସନର 24 ବର୍ଷର ବିକାଶର ଗୁମରକୁ ପଦାରେ ପକାଇଥିବା ଚର୍ଚ୍ଚା ହେଉଛି। ଆଉ ଅରୁଣଙ୍କ ଏହି ପୁସ୍ତକ ଉନ୍ମୋଚନ ଉତ୍ସବରେ ବିଜେଡିର ବହୁ ହେଭିୱେଟ୍ ନେତା ଉପସ୍ଥିତ ଥିଲେ ମଧ୍ୟ ନିଜ ନେତାଙ୍କୁ ସର୍ବସମ୍ମୁଖରେ ଅପମାନିତ କରାଯିବାକୁ ଏହି ନେତାମାନେ ନୀରବ ରହିବା ମଧ୍ୟ ସାଧାରଣରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ଅରୁଣଙ୍କ ନୂଆ ପୁସ୍ତକ ପୀଡ଼ା ଓ ନବୀନଙ୍କ ଓଡ଼ିଆ ଭାଷା ବିଧାୟକ ଅରୁଣ ସାହୁ ନିଜର ପୁସ୍ତକ ପୀଡ଼ାରେ ସିଧାସଳଖ ନବୀନ ପଟ୍ଟନାୟକ କିମ୍ବା କୌଣସି ବ୍ୟକ୍ତିଙ୍କ ନାଁ ନେଇ ଓଡ଼ିଆ ଭାଷା ପ୍ରତି ହେଉଥିବା ଅପମାନକୁ ଚତୁରତାର ଶୈଳୀରେ ଉପସ୍ଥାପନ କରିଛନ୍ତି। ପୁସ୍ତକର ପୃଷ୍ଠା 74ରେ ଅରୁଣ ଲେଖିଛନ୍ତି ଯେ ସହରୀ ସଭ୍ୟତାରେ କଥା କଥାରେ କହନ୍ତେ, ମତେ ଭଲରେ ଓଡ଼ିଆ ପଢ଼ି ଆସେନି କି ଲେଖି ଆସେନି। ଏହାଠାରୁ ବଳି ଆଉ ଅଧିକ କ'ଣ ଅପମାନଜନକ କଥା ହୋଇପାରେ? ତଥାପି ସେମାନଙ୍କୁ ଦୋଷ ଦିଆଯାଇ ନପାରେ, କାରଣ ସେମାନେ ଉଚ୍ଚ ସୋପାନର ମଣିଷ। ଦୀର୍ଘ 24 ବର୍ଷ ଧରି ଓଡ଼ିଶାର ମୁଖ୍ୟମନ୍ତ୍ରୀ ଦାୟିତ୍ୱ ତୁଲାଇ ମଧ୍ୟ ଶୁଦ୍ଧ ଓଡ଼ିଆ କହିବା ବା ପଢ଼ିବାରେ ଅସମର୍ଥ ଥିବା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଆକ୍ଷେପ କରି ଅରୁଣ ଏଭଳି ଚିତ୍ରଣ କରିଥାଇ ପାରନ୍ତି ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି। କେବଳ ସେତିକି ନୁହେଁ, ଉଚ୍ଚ ଆକାଂକ୍ଷା କିନ୍ତୁ ଅନ୍ତରାତ୍ମାକୁ ମାରିଦେଇ ଆନ୍ତର୍ଜାତିକ ସ୍ତରକୁ ଯିବାର ମାନେ କ'ଣ ବୋଲି ପ୍ରଶ୍ନ କରି ପରୋକ୍ଷରେ ବିଜେଡି ଶାସନ ସମୟରେ ନବୀନଙ୍କ ବିଶ୍ୱସ୍ତରୀୟ ବ୍ରାଣ୍ଡିଂ ପାଇଁ ହେଉଥିବା ଉଦ୍ୟମ ଉପରେ ମଧ୍ୟ ପ୍ରଶ୍ନ କରିବାକୁ ସେ ପଛାଇ ନାହାନ୍ତି ବୋଲି ଚର୍ଚ୍ଚା ହେଉଛି। ଅରୁଣ ଆହୁରି ମଧ୍ୟ ଲେଖିଛନ୍ତି ଯେ ମାଟି ମା ପ୍ରତି ମମତା ଓ ଭାଷା ପ୍ରତି ସମ୍ମାନ ନ ରହିଲେ ପିଣ୍ଡରୁ ପ୍ରାଣ ଛାଡ଼ିଗଲା ଭଳି ଯଦି ହୃଦବୋଧ ନ ହେବ ସେତେବେଳେ ଯାଏ ଆମ ଜାତିର ଉତ୍ଥାନ ହୋଇନାହିଁ ବୋଲି ଧରି ନିଆଯିବ। କିନ୍ତୁ ଅରୁଣଙ୍କ ଏହି ପୁସ୍ତକ ପୀଡ଼ା ଉନ୍ମୋଚନ କାର୍ଯ୍ୟକ୍ରମରେ ବିଜେଡିର ହେଭିୱେଟ୍ ନେତା ସଞ୍ଜୟ ଦାସବର୍ମା, ଅତନୁ ସବ୍ୟସାଚୀ ନାୟକ, ଅଶୋକ ପଣ୍ଡା, ବ୍ୟୋମକେଶ ରାୟ, ପ୍ରଣବ ବଳବନ୍ତ ରାୟ ଓ ରୁଦ୍ର ମହାରଥୀଙ୍କ ଭଳି ନେତାମାନେ ଉପସ୍ଥିତ ଥିଲେ। ଦଳର ଆଗ ଧାଡ଼ିର ଯୁବ ଓ ଛାତ୍ର ନେତାଙ୍କ ସମେତ କିଛି ବିଧାୟକ ଓ ପୂର୍ବତନ ବିଧାୟକମାନଙ୍କୁ ମଧ୍ୟ ଦେଖିବାକୁ ମିଳିଥିଲା। କିନ୍ତୁ କେହି ମଧ୍ୟ ଏ ସଂକ୍ରାନ୍ତରେ ମୁହଁ ଖୋଲି ନାହାନ୍ତି। ତେଣୁ ବିଜେଡି ସୁପ୍ରିମୋଙ୍କ ଅପମାନକୁ କେମିତି ବିଜେଡି ହେଭିୱେଟ୍ ନେତାମାନେ ହଜମ କରିଗଲେ ତାହା ରାଜନୈତିକ ମହଲରେ ଚର୍ଚ୍ଚା ବଢ଼ାଇଛି। ପାଣ୍ଡିଆନ ଓ ନବୀନଙ୍କ ପଛରେ ଦଳରେ ଚାଲିଛି କି ଷଡ଼ଯନ୍ତ୍ର? ବ୍ୟୁରୋ ରିପୋର୍ଟ, ସତେଜ ନ୍ୟୁଜ।